ମଞ୍ଚାସୀନ ସମସ୍ତ ସୁଧୀବୃନ୍ଦ, ସମୟକୁ ସମ୍ମାନ ଜଣାଇ ମୁଁ ଆପଣମାନଙ୍କୁ ସମ୍ବୋଧନ କରିପାରୁନି, କ୍ଷମା ଦେବେ। এটি অন্বেষার অনেক সম্ভাবনার অনেক অন্বেষা। সেই অন্বেষা ହିଁ ଆମ ଆତ୍ମାନ୍ୱେଷଣର ଏକ ସୁଚିନ୍ତିତ ମାର୍ଗ। ଏଠିକି ଏ ସାଇକୁଲକୁ ଆସିଲେ ଅତୀତର ଅବଲୋକନ, ପୁରୁଣା ଜୀବନ ଉନ୍ମୋଚନ କରେ, ଖୋଲିଦିଏ ଅତୀତର ପୃଷ୍ଠ। ସବୁଥର ଦିଶନ୍ତି ନୂଆ ନୂଆ, ଯଦିଓ ଜୀବନ ସେଇ ପୁରୁଣା। ତେଣୁ ଏ ଅଞ୍ଚଳକୁ ମୁଁ ସମ୍ମାନ ଜଣାଏ ଏହାର ପ୍ରଜ୍ଞା ପ୍ରୟାସ ନିମନ୍ତେ। ହଁ, ଆଦ୍ୟରୁ ଯୋଡ଼ହସ୍ତ କ୍ଷମା ପ୍ରାର୍ଥନା କରୁଛି। କାହିଁକି କରୁଛି ତା ପଛରେ କହିବି, ପ୍ରଥମେ କ୍ଷମା ପ୍ରାର୍ଥନା କରିଦିଏ। ଏବେ ମୋ ବକ୍ତବ୍ୟ ପୂର୍ବରୁ ଏକଥା କହିବା ସମୀଚୀନ ଭାବି କହୁଛି। ନୂଆ ନୂଆ ରାଜମିସ୍ତ୍ରୀ ସାଜିଥିବା ଲୋକଟିଏ ପରି ମୁଁ ଯେତେବେଳେ ପାହାଡ଼ର ପ୍ରତିଧ୍ୱନି, କେନ୍ଦୁଝରର ସାହିତ୍ୟିକ ଐତିହ୍ୟ ଲେଖିଲି, ସେତେବେଳେ ସେ ରାଜମିସ୍ତ୍ରୀ ପ୍ରଥମେ ମାପ ଦେଲାବେଳେ ଏତେ କଥା ବୁଝିନଥିଲା। ଘର ମାପ ଦେଇଦେଲା। ଘର ସରିଲା ବେଳକୁ ଦେଖିଲା ସେ ଶୋଇବା ଘର କରିନି, ଖାଇବା ଘର କରିନି, ଖାଲି ବୈଠକ ଘର ଖଣ୍ଡେ କରିଛି। ମୁଁ ସେମିତି ଲେଖି ସାରିଲା ପରେ ଦେଖିଲି ଦୀପତଳ ଅନ୍ଧାର ପରି ମୁଁ ଛାଡ଼ି ଯାଇଛି। ମୋ ରକ୍ତରେ ଖଟୁଳି ଉପରେ ଶାଳଗ୍ରାମ ସାଜି ବସିଥିବା, ଅନେକ ଦିନରୁ ବସିଥିବା ଚିନ୍ତାମଣି ଭାଇକି, ମୁଁ ଏକାଟିଆ ବେଳରେ ମୋତେ ଆଚ୍ଛନ୍ନ କରି ରଖୁଥିବା ଗାଳ୍ପିକ ସାନ ଭାଇ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରକୁ, ଏବଂ ସରଳ ସୁଠାମ ଦିଶୁଥିବା କବି ଏବଂ କବିତାର ଧ୍ୱନିରେ ମୋତେ ବାରମ୍ବାର କୁହରିତ କରୁଥିବା ସାନ ଭାଇ କବି ପ୍ରବୀଣ କବିକୁ। ତାହେଲେ କଲି କ'ଣ? ଖାଲି ବୈଠକ ଘରଟେ ତିଆରି କଲିନି? କିଏ କ୍ଷମା ଦେବ ମୋତେ? ସେଇଥିପାଇଁ ଯୋଡ଼ହସ୍ତ କ୍ଷମା ପ୍ରାର୍ଥନା ସେଇମାନଙ୍କ ନିକଟରେ ଯେଉଁମାନଙ୍କୁ ମୁଁ ଛାଡ଼ି ଯାଇଛି ଅଜାଣତରେ। ହଁ, ଏବେ ମୁଁ ସାହିତ୍ୟକୁ ଆସେ। ମୁଁ ଏଥିରୁ ପାଇଛି କ'ଣ? ଏଠି ହରେଇଛି କ'ଣ? ସାହିତ୍ୟ ନିରନ୍ତର ଭାବରେ ଆକୃଷ୍ଟ କରିଛି ମାନୁଛି, କିନ୍ତୁ ପ୍ରାପ୍ତି ଅପେକ୍ଷା ଅପ୍ରାପ୍ତି ବି ଅନେକ ଏଠି। ଆଜି ମନେ ପଡ଼ିଯାଉଛି ପଶ୍ଚାତ୍ ଦୃଷ୍ଟିରେ ମୁଁ ଛୁଆ ଥାଏ, ପାଠ ଭଲ ପଢ଼ୁନଥାଏ। କେଉଁ ଗୋଟେ ଜ୍ୟୋତିଷ କହିଥାଏ ଏ ମାଟ୍ରିକ ପାସ୍ କରିପାରିବନି। ବାପା ଛେଳିଟିଏ କିଣି ଆଣିଥାନ୍ତି ମୋ ପାଇଁ, ଯେ ମୁଁ ତାକୁ ଚରେଇବାକୁ ପଡ଼ିବ। ଆହା, କେଡ଼େ ସୁନ୍ଦର ସେ ଛେଳି! ତା କମନୀୟତା ଥାଏ ମୋର ସର୍ବଶ୍ରେଷ୍ଠ ଆକର୍ଷଣ। ସେଇଥିପାଇଁ ତ ଆଜି ଯାଏ ମୋତେ ଛେଳି ଦେଖିଲେ ତା ସୁଠାମ ପଣ ମୋତେ ଆକର୍ଷିତ କରେ। ଏତିକି ବେଳେ ଶୁଣିଲି କାଳିନ୍ଦୀ ପାଣିଗ୍ରାହୀଙ୍କ ନାଟକ ମାଂସର ବିଳାପ। ସେ ଉପନ୍ୟାସରେ ଲେଖିଥିଲେ ସିନା, ତାକୁ କେହି ତ ନାଟକ କରିଦେଇଥିଲା। ଶୋଇ ଶୋଇ ଭାବୁଥାଏ ସେ ଜୀବଟିର କଥା। ତାକୁ ଡାଳପତ୍ର ଦେଇ ବଢ଼େଇବି, ସେ ବଡ଼ ହେବ ଏବଂ ତାକୁ କେହି କାଟିଦେବେ। ସେତିକି ବେଳେ ନିଦ ଆସୁନଥାଏ। ବଡ଼ ଭାଇ ବଡ଼ ସୁନ୍ଦର ଭାବେ ପଢ଼ୁଥାନ୍ତି ମହାପାତ୍ର ନୀଳମଣି ସାହୁଙ୍କ ଗପ ଅନ୍ଧ ରାତିର ସୂର୍ଯ୍ୟ। ମୋତେ ଆହୁରି କମନୀୟ ଦିଶିଲା ସେ ଛେଳିର ଆଖି ଦିଟା। ମୁଁ ଭାବିଲି, ଯେଉଁମାନେ କାଟିବେ ସେ ଛେଳିକି କାଟିବେ ନା ମୋତେ? ସେ ଛେଳି ସେଇଦିନଠୁ ମୋ ପାଇଁ ହେଇଗଲା ବୋଧିଦ୍ରମ, ମୋ ନିରଞ୍ଜନା। ମୁଁ ଥୋକେ କାନ୍ଦିଲି, ନେଉଛାଡ଼ି ହେଲି, ଆଉ ଜୀବନରେ ମାଂସ ଖାଇବିନି ବୋଲି ଶପଥ କଲି। ସତରେ ସେଇଦିନଠୁ ମୁଁ ମାଂସ ଖାଇନି। ନେଇଗଲା ମୋ ନିକଟରୁ ମାଂସାହାରୀ ଜୀବନ।
କିନ୍ତୁ କ'ଣ ଦେଲା ଜାଣନ୍ତି? ନିରନ୍ତର ବହି ନ ଛାଡ଼ିବାର ଏକ ଅନୁଭବ। ମୁଁ ଫେରି ଆସି ବହି ଖଣ୍ଡେ ଧରି ବସିଲି। ମୋତେ ସେମାନେ ଆଶ୍ଚର୍ଯ୍ୟ ହେଲେ। ଛେଳି ଚରେଇବା ବୋଧ ହୁଏ ପାଠ ପଢ଼ିବା ଅପେକ୍ଷା କଷ୍ଟକର, ଯେଉଁଥିପାଇଁ ଇଏ ପାଠ ପଢ଼ିବା ପାଇଁ ଫେରି ଆସିଛି ଛେଳିକୁ ଛାଡ଼ି ଦେଇ। ଇଏ ହେଉଛି ମୋର ଗଭୀର ଆତ୍ମ ଅନ୍ୱେଷଣ। ଅନେକ ଦିନ ପରେ ଗୋଟେ ଛୋଟ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାକୁ ଯାଇଥିଲି। ଏବେ ଦୌଡ଼କୁଦ ଅଖା ରେସ୍ ପରେ କୌତିକା ଛୁଆଟିଏ ତିନିଟା ପୁରସ୍କାର ଜିତି ପୁରସ୍କାର ନେବାକୁ ଆସିଥାଏ ମୋ ପାଖକୁ। ପୁରସ୍କାର ଦେଲାବେଳେ ପଚାରିଲି, କେମିତି ଲାଗୁଛି? ସେ କହିଲା, ଖୁବ୍ ବଢ଼ିଆ। ହେଲେ ଯେତେବେଳେ ପଚାରିଲି, କ'ଣ ଶିଖିଲ କହିଲ? ବଡ଼ ମାରାତ୍ମକ ଉତ୍ତରଟେ ସେ ଦେଇ ମୋତେ ହତଚକିତ କରିଦେଲା। କହିଲା, ଶିଖିଲି ପ୍ରତିଯୋଗିତା କରିବା, ଶିଖିଲି ସଂଘର୍ଷ କରିବା, ଶିଖିଲି ଈର୍ଷା କରିବା, ଶିଖିଲି ସମସ୍ତଙ୍କୁ ପଛରେ ପକାଇ ଦୌଡ଼ିକି ଆଗକୁ ପଳେଇବା। ସାର୍, ବଡ଼ ଖରାପ ଲାଗୁଛି। ଶିଖିପାରିଲିନି ସହଯୋଗ କରିବା, ଶିଖିପାରିଲିନି କୋମଳତା, ଶିଖିପାରିଲିନି ହାରିଥିବା ପିଲାକୁ ଶ୍ରଦ୍ଧା କରିବା, ଶିଖିପାରିଲିନି କା ଲୁହରେ ବୁନ୍ଦେ ଲୁହ ମିଶାଇବା। ମୁଁ ତାକୁ ଚାହିଁଲି, ଆରେ ହେ, ତୁ ଛୋଟ ଛୁଆଟେ ଏମିତି କହୁଛୁ ନା? ତୋ ବାପା ଶିଖେଇ ଦେଇଛି। ଆହୁରି ହତଚକିତ କରି ମୋତେ କହିଲା, ମୋର ବାପା ମା ନାହାନ୍ତି ସାର୍, ମୁଁ ଗୋଟେ ଆଶ୍ରମରେ ରହେ। ଏ ଆଶ୍ରମ ମୋତେ ଏଇଆ ଶିଖେଇଛି। ହଠାତ୍ କିନି ମୁଁ ଭାବିଲି, ସାରା ସଂସାରଟା ଗୋଟେ ଆଶ୍ରମ ହେଇଯାନ୍ତାନି। ମୁଁ ଓଲଟି ମୋ ସାହିତ୍ୟକୁ ଚାହିଁଲି। କାହିଁ ଆମେ ତ ଶିଖୁନୁ? ସାହିତ୍ୟ ଭଳି ସ୍ୱର୍ଗୀୟ ଚେତନା ଆମକୁ ସମ୍ବେଦନଶୀଳ କରୁନି? ଆମେ ଛୋଟ ଛୋଟ ଦୁଃଖରେ ଏତେ ମର୍ମାହତ ହେଉନୁ? ସାଧାରଣ ସରାହତ କ୍ରଞ୍ଚ ପକ୍ଷୀଟିକୁ ଦେଖି ରାମାୟଣ ସର୍ଜନାର ପୃଷ୍ଠଭୂମି ଆପେ ଛନ୍ଦି ହେଇଗଲା ବାଲ୍ମୀକିଙ୍କ ମନରେ। ସେ ରଚନା କରିଦେଲେ ରାମାୟଣ। ଏତେ ଟିକେ ଦ୍ୱନ୍ଦ୍ୱ ଯକ୍ଷ ପ୍ରଶ୍ନ ସାରି ମହାଭାରତ ଭିତରେ ଗୋଟାଏ ତରଙ୍ଗ ନେଇ ଆସିଲା। ଆମ ସାହିତ୍ୟ ଆମକୁ କ'ଣ ଦେଲା ପାଠକେ? ପ୍ରତିଯୋଗିତା, ପୁରସ୍କାର ନିମନ୍ତେ ଉତ୍ସାହ, ପ୍ରମାଣପତ୍ର ନିମନ୍ତେ ପ୍ରୟାସ, ପ୍ରତିଜ୍ଞା, ପୁଣି ପରିଚୟ ନିମନ୍ତେ ବୈକଲ୍ୟ। ଏଇଆ ଦେଇଛି ଆମ ସାହିତ୍ୟ। ଆମେ ଏଥିରୁ କେଉଁଦିନ ଉଧୁରିବା? ଜାଣିନି। ମୁଁ କାହିଁକି ପାରେନି? ମୁଁ ସେଇଥିପାଇଁ ତ ସଭା ସମିତିକି ଯାଏନି, କବିତା ପାଠୋତ୍ସବକୁ ଯାଏନି, କେଉଁ ପ୍ରତିଯୋଗିତା ନେଉଥିବା ପତ୍ରିକାରେ କେବେ କବିତା ପଠେଇନି କି ପୁରସ୍କାର ଆଣିବା ପାଇଁ କେଉଁଠିକି ଯାଇନି। ମୋତେ ରାଜଧାନୀରେ ଦେଖିଲେ ବି ଭାବିବେ, ଏ ଲୋକଟା ଠିଆ ହେଇଛି ମଶାଣିରେ, ମୁହଁକୁ ଏମିତି କରିଛି। ମୁଁ ଅତି ବେଶୀ ନହେଲେ ନାହିଁ କିଛି ଅଂଶ ନୀରବ ଭୀମ ଭୋଇ ହେଇଯାଇଛି, ଉଦାସୀନ ଗୋଲକ ହେଇଯାଇଛି, ଧାଡ଼ି ପଛର ଶେଷ ମଣିଷ ହେଇଯାଇଛି। ତା ହିଁ ମୋ ସାହିତ୍ୟ। ଆଜିର ଅନ୍ୱେଷଣ ଏହି ସାହିତ୍ୟ ଉତ୍ସବରେ ଅନ୍ତତଃ ଏତିକି କହିବି, ପାଠକେ, ସାହିତ୍ୟକେ, କବି ସମସ୍ତେ ଆପଣ ହୃଦୟକୁ ଜାଗ୍ରତ କରନ୍ତୁ, ବିବେକକୁ ଜାଗ୍ରତ କରନ୍ତୁ, ଆପଣଙ୍କ ଭିତରେ ସଚେତନତାକୁ ଜାଗ୍ରତ କରନ୍ତୁ, ଆତ୍ମ ଅନ୍ୱେଷଣ କରନ୍ତୁ। ତା ହିଁ ତ ପ୍ରକୃତ ସାହିତ୍ୟ। ନଚେତ୍ ତୁଚ୍ଛା ରାଉ ହେବାର କ'ଣ ଅଛି କହିଲେ? ଯେଉଁ ସାହିତ୍ୟ ସମ୍ବେଦନଶୀଳ ନୁହେଁ, ଯେଉଁ ସାହିତ୍ୟ ପ୍ରଜାପତିର ଭାଙ୍ଗି ଯାଇଥିବା ଡେଣାକୁ ଦେଖି ଲୁହ ଟିକେ ଗଡ଼େଇନି, ଯେଉଁ ସାହିତ୍ୟ ଖାଇବା ପାଇଁ ଖୋଜି ବୁଲୁଥିବା ପକ୍ଷୀ ଗଛ ତଳେ ଖରାରେ ମରି ପଡ଼ିଥିବା ଦେଖି କାନ୍ଦିନି, ସେ ସାହିତ୍ୟ ସତରେ କ'ଣ ସାହିତ୍ୟ ହେଇପାରେ? ଏ କଥା ମୁଁ ଅନ୍ତତଃ କହିବି, ନା, ନୁହେଁ। ତେଣୁ ଆଜିର ଏ ଦିନରେ ସାହିତ୍ୟ ଆମ ପାଇଁ ମାନବିକତାର ଏକ ଆହ୍ୱାନ ହେଇଯାଉ। ତାହା ହିଁ ମୋର ଆପଣଙ୍କ ନିକଟରେ ପ୍ରାର୍ଥନା।